ଥରେ ମୁଁ ଭିଣେଇ ଘରକୁ ଯାଇ କିପରି ଭିଣେଇ ପାଖରୁ ପୁରା 2 ଘଣ୍ଟା ଧରି ନିଆଁ ଖାଇଥିଲେ ସେହି ବିଷୟରେ ମୁଁ ଆଜି ଆପଣଙ୍କୁ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାଁ ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ ଓଡ଼ିଆ ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ଆପଣମାନେ ଏହିପରି ହଟ୍ ନିଆଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣମାନଙ୍କ ପାଖକୁ ଯିବ। ତ ଆସନ୍ତୁ, ସମୟକୁ ନଷ୍ଟ ନକରି ବର୍ତ୍ତମାନ ପୁରା କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଶୁଣିବା। ମୁଁ ଥରେ କ'ଣ ହେଇଛି ନା, ମୋ ଭିଣେଇଙ୍କ ଘରକୁ ଯାଇଥିଲି। ପାଖାପାଖି 8ରୁ 10 ଦିନ ମୁଁ ସେଠାରେ ଥିଲି, କାରଣ ମୋର ସେତେବେଳେ ପରୀକ୍ଷା ସରିଯାଇଥିଲା ଏବଂ ପରୀକ୍ଷା ସରିଯିବା ଯୋଗୁଁ ତା ଛୁଟିରେ ମୁଁ କ'ଣ କରିଥିଲି ନା, ମୋ ଭିଣେଇ ଘରକୁ ଯାଇଥିଲି। ତା ପୂର୍ବରୁ ମୋ ନାନୀ ସଦାବେଳେ ମୋତେ ତା ଘରକୁ ଡାକୁଥିଲା, କିନ୍ତୁ ପରୀକ୍ଷାର ଝାମେଲା ଥିବା ଯୋଗୁଁ ମୁଁ ଯାଇପାରୁନଥିଲି। କିନ୍ତୁ ଯେତେବେଳେ ପରୀକ୍ଷା ସରିଗଲା, ମୁଁ ସେତେବେଳେ ମୋ ଭିଣେଇଙ୍କ ଘରକୁ ଗଲି ଏବଂ ପାଖାପାଖି 8ରୁ 10 ଦିନ ସେଠାରେ ରହିଥିଲି। ତ ଏଇ 10 ଦିନ ଭିତରେ ମୋ ଭିଣେଇ ମୋତେ 3 ଥର ଡେଇଁଥିଲେ। ତ ଏସବୁ ଘଟଣା କେମିତି ଘଟିଥିଲା ମୁଁ ଆପଣମାନଙ୍କୁ କହୁଛି। ସେଦିନ ଥିଲା ସନ୍ଡେ, ଭିଣେଇଙ୍କର ଅଫିସ୍ ଛୁଟି ଥିଲା, ତେଣୁ ସେ ଘରେ ରହିଥିଲେ। ମୋତେ ତା ପୂର୍ବ ଦିନ ମୋ ଅପା ମୋତେ ସନ୍ଧ୍ୟାବେଳେ କହିଥିଲା ଯେ କାଲି ମୁଁ ମନ୍ଦିର ଯିବି ଆଉ ମୋ ଭିଣେଇ ଘର ପାଖରେ ରହିବେ, ତେଣୁ ମୁଁ ଟିକେ ମନ୍ଦିର ଯିବି। ମୁଁ କହିଲି ହଉ ଠିକ୍ ଅଛି, ତୁ ମନ୍ଦିର ଯିବୁ। ପୁଣି ଦିନ ସକାଳ କ'ଣ ହେଲା ନା, ସେ ମନ୍ଦିର ବାହାରିଗଲା ଏବଂ ଭିଣେଇ ମଧ୍ୟ କ'ଣ କଲେ ନା, ତାଙ୍କ ବାଇକ୍ ନେଇ ବଜାର ଆଡ଼େ ଚାଲିଗଲେ। ମୁଁ ଏକୁଟିଆ ଘରେ ଥିଲି। 15ରୁ 20 ମିନିଟ୍ ପରେ ଭିଣେଇ ଫେରି ଆସିଲେ ବଜାରରୁ। ସେତେବେଳେ ଘରେ ମୁଁ ଏକୁଟିଆ ଥିଲି, କିନ୍ତୁ ମୋ ଅପା ସେତେବେଳେ ମନ୍ଦିର ଯାଇଥିଲା ଏବଂ ଘରେ କେହି ନଥିଲେ। ତ ଏହି ମୌକାରେ ସେ କ'ଣ କଲେ ନା, ସିଧା ସଉଦାପତ୍ର ରଖିଦେଇ ସେ କ'ଣ କଲେ ନା, ବାଥରୁମ୍କୁ ଗଲେ। 2ରୁ 5 ମିନିଟ୍ ପରେ ହଠାତ୍ ସେ ସେଠାରେ ଚିଲେଇଲେ ଏବଂ ମୋତେ ଡାକିଲେ। ତେଣୁ ମୁଁ କ'ଣ କଲି ନା, ସେ ବାଥରୁମ୍ ପାଖକୁ ଗଲି। ମୁଁ କହିଲି କ'ଣ ହେଲା? ସେ କହିଲେ କିଛି ନାହିଁ, ତୁମେ ଟିକେ କାମ କର, ମୋ ଦେହରେ ଟିକେ ସାବୁନ ଲଗାଇ ଦିଅ। ମୋ ପଛପଟକୁ ହାତ ପାଉନାହିଁ, ତେଣୁ ସାବୁନ ଲଗାଇ ଦିଅ। ମୁଁ କହିଲି ହଉ ଠିକ୍ ଅଛି। ଏହା କହି ଯେତେବେଳେ ତାଙ୍କ ପିଠିରେ ସାବୁନଟିକୁ ମାଜିଦେଲି, ମୋ ଦେହ କେମିତି ଗୋଟେ ଶିହରଣ ଖେଳିଗଲା। ଭିଣେଇର ସେ ଖୋଲା ଦେହକୁ ଦେଖି ମୋ ମନ ଭିତରେ କାହିଁକି କେଜାଣି ଗୋଟେ ଶିହରଣ ଆସିଗଲା। ଭିଣେଇ ସେତେବେଳେ କ'ଣ କରିଥିଲେ ନା, ଗୋଟିଏ ପତଳା ଗାମୁଛାଟି ପିନ୍ଧିଥିଲେ। ତାଙ୍କର ସେଇ ଗାମୁଛା ଭିତରୁ ତାଙ୍କ ଭାଣ୍ଡଟି ପୁରା ଟିଙ୍ଗି ଉପରକୁ ଦିଶୁଥିଲା। ସେ ଦୃଶ୍ୟ ଦେଖି ସାରିଲା ପରେ ମୁଁ ପୁରା ପାଗଳ ହେଇଗଲି ନିଆଁ ଖାଇବା ପାଇଁ। ଏବଂ ଭିଣେଇ ମଧ୍ୟ ସେ ମୌକାରେ ମୋତେ ଡାକିଥିଲେ। ସେ କ'ଣ କଲେ ନା, ମୁଁ ଯେତେବେଳେ ସାବୁନଟିକୁ ଥୋଇ ଦେଇ ବାହାରକୁ ବାହାରି ଯିବାକୁ ବାହାରୁଥିଲେ, ସେ ସିଧା ମୋ ହାତକୁ ଟାଣି ଧରିଲେ ଏବଂ ମୋତେ କୁଣ୍ଢେଇ ଦେଲେ। ମୁଁ କହିଲି କ'ଣ ହେଲା, ଏମିତି ତୁମେ କାହିଁକି କରୁଛ? ସେ କହିଲେ ଦେଖ, ମୁଁ ତୋତେ ବହୁତ ଦିନ ହେଲା ଡେଇଁବି ବୋଲି ଭାବୁଥିଲି, କିନ୍ତୁ ସେ ସୁଯୋଗ ମୁଁ ପାଇପାରୁନଥିଲି। ମୁଁ କହିଲି ନାଇଁ, ଅପା କାଳେ ପହଞ୍ଚିଯିବ, କଥାଟି ବଡ଼ ଅସୁନ୍ଦର ହେଇଯିବ। ସେ କହିଲେ ଆରେ ନା, ତୋ ଅପା ମନ୍ଦିର ଯାଇଛି ମାନେ ସେ ପାଖାପାଖି 1ରୁ 2 ଘଣ୍ଟା ପରେ ଫେରିବ, ତେଣୁ ଆମେ ଏଇ ସମୟରେ ଆମ କାମକୁ ସାରିଦେବା। ମୁଁ ଉପରେ ଉପରେ ମନା କରୁଥିଲି, କିନ୍ତୁ ଭିତରେ ମୋର ପ୍ରବଳ ଇଚ୍ଛା ଥିଲା, ତେଣୁ ମୁଁ ବିଶେଷ କିଛି କହିଲି ନାହିଁ। ଭିଣେଇ କ'ଣ କଲେ ନା, ମୋତେ କୁଣ୍ଢେଇ ଧରିଲେ ଏବଂ
ମୋର ବଡ଼ ବଡ଼ ଦୁଧକୁ ମୁଠେଇବାକୁ ଲାଗିଲେ। ତାପରେ ସେ କ'ଣ କଲେ ନା ମୋ ସାର୍ଟଟିକୁ ଉପରକୁ ଟେକି ଦେଇ ମୋର ଦୁଇଟି ବଡ଼ ବଡ଼ ଦୁଧକୁ ବାହାରକୁ ବାହାର କରି ଆଣିଲେ ଏବଂ ତାଙ୍କ ପାଟିରେ ତାକୁ ଚୁଚୁମିବାକୁ ଲାଗିଲେ। ବେଶ କିଛି ସମୟ ଏମିତି ଚୁଚୁମି ସାରିଲା ପରେ ମୁଁ ସେତେବେଳକୁ ପୁରା ହିଟ୍ ହେଇଯାଇଥିଲି। ତାପରେ ସେ ଆସ୍ତେ ଆସ୍ତେ ତାଙ୍କ ହାତକୁ ମୋ ବିଆରେ ବୁଲେଇଲେ। ମୋ ପେନ୍ଟିକୁ ତଳକୁ ଟାଣି ଦେଇ ମୋ ବିଆରେ ତାଙ୍କ ହାତକୁ ଆଉଁସିବାକୁ ଲାଗିଲେ। କିଛି ସମୟ ଆଉଁସିଲେ, ତାପରେ ତାଙ୍କର ଆଙ୍ଗୁଳି ମୋ ବିଆ ଭିତରେ ପଶେଇଲେ। ମୁଁ ଆଉ ନିଜକୁ ସମ୍ଭାଳି ପାରୁନଥିଲି। ମୁଁ କ'ଣ କଲି ନା ତାଙ୍କୁ କହିଲି, ଭିଣେଇ ମୁଁ ଆଉ ସମ୍ଭାଳି ପାରୁନାହିଁ, ତୁମେ ଯାହା କରିବା କଥା ମୋତେ ଶୀଘ୍ର କର। ତାପରେ ସେ ମୋତେ ସେମିତି ଠିଆ ଠିଆ ଗେହିବାକୁ ଆରମ୍ଭ କଲେ। ମୋତେ ସେଇ ବାଥରୁମ୍ କାନ୍ଥରେ ଆଉଜି ଛିଡ଼ା କରାଇଦେଲେ ଏବଂ ମୋର ଗୋଟିଏ ଟାଙ୍ଗକୁ ଉପରକୁ ଟେକି ଧରି ତାଙ୍କର ସେଇ ଲମ୍ବା ବାଣ୍ଡକୁ ତା ଭିତରେ ପଶେଇଲେ। ବହୁତ ଆରାମ ଲାଗିଲା ମୋତେ। 15ରୁ 20 ମିନିଟ୍ ପର୍ଯ୍ୟନ୍ତ ସେ ସେମିତି ଖାଲି ମୋତେ ଗେହି ଚାଲିଲେ। ମୋତେ ସେତେବେଳେ ବହୁତ ମଜା ଲାଗୁଥିଲା। ମୁଁ ଖାଲି ବହୁତ ବଢ଼ିଆ, ଆଉ ଟିକିଏ ଜୋରସେ, ଆଉ ଟିକିଏ ଜୋରସେ ଏମିତି ଖାଲି ଚିଲଉଥିଲି। ସେ ମଧ୍ୟ ଖୁବ୍ ଜୋରରେ। କିଛି ସମୟ ଏମିତି ଗେହି ସାରିଲା ପରେ ସେ କହିଲେ, ତୁମେ ଟିକେ ନଇଁ ପଡ଼, ମୁଁ ତୁମକୁ ପଛ ପଟରୁ ଗେହିବି। ଏହା କହି ସେ ମୋତେ କ'ଣ କଲେ ନା ନୁଆଇଁ ଦେଲେ ଏବଂ ମୋ ପଛ ପଟରୁ ତାଙ୍କର ବାଣ୍ଡକୁ ପୁଣି ମୋ ବିଆରେ ପଶେଇଲେ। ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ସେ ସେମିତି ଗେହି ଚାଲିଥିଲେ। ମୋ ଭିଣେଇର ବହୁତ ଶକ୍ତି, କାରଣ ସେତେବେଳକୁ ପାଖାପାଖି 1 ଘଣ୍ଟା ହେଇସାରିଥିଲା ସେ ମୋତେ ଗେହି ଚାଲିଥିଲା। ସେଇ ନଇଁକି ଗେହୁଥିବା ସମୟରେ ମୋ ବିଆରୁ ସବୁ ପାଣି ବାହାରି ସାରିଥିଲା, କିନ୍ତୁ ମୋ ଭିଣେଇର ବାଣ୍ଡରୁ ପାଣି ବାହାରୁ ନଥିଲା। ସେ କହିଲେ, ତୁମେ ଗୋଟିଏ କାମ କର, ମୋ ବାଣ୍ଡକୁ ଟିକେ ପାଟିରେ ନେଇ ଚାଟ। ମୁଁ ମଧ୍ୟ ସେୟା କଲି। ବସି ପଡ଼ିଲି ତଳେ ଏବଂ ତାଙ୍କ ବାଣ୍ଡକୁ ମୋ ପାଟିରେ ନେଇ ଧୁମ୍ ସେ ତାକୁ ଚାଟିବାକୁ ଲାଗିଲି। ପାଖାପାଖି 8ରୁ 10 ମିନିଟ୍ ପର୍ଯ୍ୟନ୍ତ ମୁଁ ସେମିତି ଚାଟି ଚାଲିଲି। ଏଇ ଚାଟୁଥିବା ସମୟରେ ତାଙ୍କ ବାଣ୍ଡରୁ ପାଣି ବାହାରିଗଲା। ଏଥର ସେ କହିଲେ, ଦେଖ ବର୍ତ୍ତମାନ ଆମେ ଗିଆ ଗିହି ସାରିଦେଲୁ, ତୁମେ ଟିକେ ସଫାସୁତୁରା ହେଇ ଭିତରକୁ ଚାଲିଯାଅ। ମୁଁ ମଧ୍ୟ ସେୟା କଲି। ମୋ ବିଆକୁ ଭଲ ଭାବରେ ପାଣିରେ ଧୋଇଲି, ପରିସ୍ରା କଲି ଏବଂ ବିଆକୁ ଭଲ ଭାବରେ ଧୋଇଲି। ତାପରେ ମୁଁ ମଧ୍ୟ ରୁମ୍ ଭିତରକୁ ଚାଲିଗଲି। ଏହାର ପାଖାପାଖି ଘଣ୍ଟେ ପରେ ମୋର ଅପା ଫେରିଲା। ସେତେବେଳକୁ ମୁଁ ସୁନା ପିଲାଟି ପରି ବସି ଟିଭି ଦେଖୁଥିଲି। ତେଣୁ ଅପା ଏସବୁ କଥାର କିଛି ବି ସୁରାଗ ପାଇପାରିଲା ନାହିଁ। ତ ଏହିପରି ମୁଁ ଭିଣେଇ ସହିତ 2ରୁ 3 ଥର ଗିଆଁ ଗିଁ ହେଇଛି। ସେସବୁ ବିଷୟରେ ମୁଁ ଆପଣମାନଙ୍କୁ ପରବର୍ତ୍ତୀ ଭିଡ଼ିଓରେ କହିବି। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଥାଏ ତେବେ ଦୟାକରି ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।